हेलो एवरीवन, वेलकम बैक टू ओडिशा स्टडी अप। तो पिलाने गत क्लास आम जेनेरिक इलेक्टिव एजुकेशन रो किछि द्विमार्किया क्वेश्चन आलोचना करथिला। तो आज आउ 10टी द्विमार्किया क्वेश्चन आलोचना करवा। चैनल को प्रथम थर आसीथिले सब्सक्राइब कर दियंतु एवं बेल आइकन को प्रेस कर दियंतु। तो चलंतु आरंभ करवा। ऋत कौन? ऋत ହେଉଛି ଭାରତୀୟ ଦର୍ଶନର ସାଧାରଣ ବୈଶିଷ୍ଟ୍ୟ। ଭାରତୀୟ ଦର୍ଶନ ଦୁଃଖବାଦ ଓ ନୈରାଶ୍ୟବାଦର ମୁକ୍ତି ଲାଗି ଆର୍ଯ୍ୟ ଋଷିମାନଙ୍କର ଶାଶ୍ୱତ ଆମୋଘ ନିୟମ ହିଁ ବେଦାନ୍ତ ଋତ ନାମରେ ପରିଚିତ। ବୈଦିକ ଦେବତାର ଋତର ରକ୍ଷାକର୍ତ୍ତା ଭାବେ ପରିଚିତ। ଦୁଷ୍କର୍ମକାରୀ ସତ୍ୟପଥକୁ ଅତିକ୍ରମ କରିପାରେ ନାହିଁ। ଋତ ଅଦୃଷ୍ଟ ହୋଇଥାଏ। ଭାରତୀୟ ଦର୍ଶନର ଦୁଃଖ ଲେଖ। ଭାରତୀୟ ଦର୍ଶନର ତ୍ରିବିଧ ଦୁଃଖ ରହିଛି, ଯାହା ଆଧ୍ୟାତ୍ମିକ, ଆଧି ଭୌତିକ ଏବଂ ଆଧି ଦୈବିକ ଦୁଃଖ। ସାଧାରଣତଃ ଜ୍ୱର, ଭୟ ଏବଂ କ୍ରୋଧ ଭଳି ଶାରୀରିକ ତଥା ମାନସିକ ଦୁଃଖ ଆଧ୍ୟାତ୍ମିକ ଦୁଃଖର ଅନ୍ତର୍ଗତ। ଆଧିଭୌତିକ ଦୁଃଖ ମନୁଷ୍ୟ, ପଶୁପକ୍ଷୀ ଓ ସର୍ପ ଦର୍ଶନ ଆଦି ପ୍ରାକୃତିକ କାରଣରୁ ଘଟିଥାଏ। ଆଧିଦୈବିକ ଦୁଃଖ ମୁଖ୍ୟତଃ ଭୂତ, ପ୍ରେତ ଓ ରାକ୍ଷସ ଜନିତ ଦୁଃଖକୁ ଅନ୍ତର୍ଭୁକ୍ତ କରିଥାଏ। ନେକ୍ସଟ, ସମାଜ ପାଇଁ ଶିକ୍ଷାର 2ଟି କାର୍ଯ୍ୟ ଲେଖ। ସମାଜ ପାଇଁ ଶିକ୍ଷାର କାର୍ଯ୍ୟମାନ ହେଲା ସାମାଜିକ ମୂଲ୍ୟବୋଧର ବିକାଶ ଓ ମାନବୀୟ ଗୁଣରାଜିର ବିକାଶ। ଅନୁଭୂତି ପୁନର୍ଗଠନ ଅର୍ଥାତ୍ ମଣିଷ ଜୀବନର ଅନୁଭୂତି ଓ ଅଭିଜ୍ଞତାପୂର୍ଣ୍ଣ ହେତୁ ଶିକ୍ଷା ମାଧ୍ୟମରେ ଏହି ଅଭିଜ୍ଞତାର ପୁନର୍ଗଠନ ଶିକ୍ଷାର କାର୍ଯ୍ୟ। ତ ନେକ୍ସଟ ପ୍ରଶ୍ନ, ଶିକ୍ଷା ଏକ ତ୍ରିମେରୁ ପ୍ରକ୍ରିୟା କିପରି ବୁଝାଏ? ଜନ୍ ଡ୍ୟୁଇ ଶିକ୍ଷାର ତ୍ରିମେରୁ ପ୍ରକ୍ରିୟାର ପ୍ରବର୍ତ୍ତକ ଓ ଏହାର ମେରୁ ତ୍ରୟ ହେଲା ଶିକ୍ଷକ, ଛାତ୍ର ଓ ପରିବେଷ୍ଟନୀ, ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବାହ୍ୟ ପରିବେଷ୍ଟନୀ ଯଥା ପରିଭ୍ରମଣ। ବାହ୍ୟ ପରିବେଶରୁ ଶିକ୍ଷା ଅଭିଜ୍ଞତାର ପରିପୁଷ୍ଟ ହୁଏ। ଶିଶୁଠାରେ ସାମୟିକ ଦକ୍ଷତାର ଅଭିବୃଦ୍ଧି ତ୍ରିମେରୁ ଶିକ୍ଷାର ଫଳ। ଶିକ୍ଷାର ସଂକୀର୍ଣ୍ଣ ଅର୍ଥ କ'ଣ ବୁଝାଅ? ଶିକ୍ଷାର ସଂକୀର୍ଣ୍ଣ ଅର୍ଥ କହିଲେ ଶ୍ରେଣୀଗୃହ ମଧ୍ୟରେ ପୁସ୍ତକଗତ ଜ୍ଞାନ ଗ୍ରହଣ ଓ ବିତରଣକୁ ବୁଝାଏ। ଏଥିରେ ବାହ୍ୟ ଅଭିଜ୍ଞତା ନଥାଏ। ଏହି ଶିକ୍ଷା ସମୟରେ ଶିକ୍ଷିତ ଓ ଅଶିକ୍ଷିତ ଦୁଇଟି ଶ୍ରେଣୀ ସୃଷ୍ଟି କରି ବିଦ୍ୟାଳୟର ଏକ ନିର୍ଦ୍ଦିଷ୍ଟ ବୟସ, ସମୟ ଓ ପାଠ୍ୟକ୍ରମ, ପରୀକ୍ଷା, ପୁସ୍ତକ ଓ ଅନୁଷ୍ଠାନ ମାଧ୍ୟମରେ ଏହି ଶିକ୍ଷା ସୀମାବଦ୍ଧ। ନେକ୍ସଟ, ଶିକ୍ଷାର ବ୍ୟାପକ ଅର୍ଥ କହିଲେ କ'ଣ ବୁଝ? ବ୍ୟାପକ ଅର୍ଥରେ ଶିକ୍ଷା ଅଭିଜ୍ଞତାମୟ ବ୍ୟକ୍ତିବିଶେଷ ବ୍ୟକ୍ତି ପରିବେଶ ସମ୍ପର୍କରେ ଆସି ସମୟୋଜିତ ହେବା ହିଁ ଶିକ୍ଷା। ମନୁଷ୍ୟ ପ୍ରତି ମୁହୂର୍ତ୍ତରେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଚେତନ ଓ ଅବଚେତନ ଅବସ୍ଥାରେ ଯେଉଁ ଅଭିଜ୍ଞତା ହାସଲ କରେ ତାହା ହେଉଛି ଶିକ୍ଷାର ବ୍ୟାପକ ଅର୍ଥ। ନେକ୍ସଟ, ଶିକ୍ଷାର ବ୍ୟକ୍ତିଗତ କାର୍ଯ୍ୟଗୁଡ଼ିକ ଲେଖ। ଶିକ୍ଷାର ବ୍ୟକ୍ତିଗତ କାର୍ଯ୍ୟଗୁଡ଼ିକ ହେଲା ବ୍ୟକ୍ତିର ଅନ୍ତର୍ନିହିତ ଶକ୍ତିର ବିକାଶ, ବ୍ୟକ୍ତିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା, ଚରିତ୍ର ଗଠନ ପାଇଁ ପ୍ରସ୍ତୁତ କରିବା, ଏକ ସୁସ୍ଥ ସବଳ ନାଗରିକ ରୂପରେ ଗଢ଼ି ତୋଳିବା। ତ ନେକ୍ସଟ, ଅଣଆନୁଷ୍ଠାନିକ ଶିକ୍ଷାର 3ଟି ଉଦ୍ଦେଶ୍ୟ ଲେଖ। ପ୍ରୌଢ଼ମାନଙ୍କର ନିରକ୍ଷରତା ଦୂରୀକରଣ, ଶିକ୍ଷାକୁ ସାର୍ବଜନୀନକରଣ କରାଇବା, ଅର୍ଥ ଉପାର୍ଜନ ସହ ବିଦ୍ୟାଧ୍ୟୟନ କରିବା। ନେକ୍ସଟ, ଶିକ୍ଷାର 3ଟି ରକ୍ଷଣଶୀଳ କାର୍ଯ୍ୟ ଲେଖ। ପରମ୍ପରା ଓ ଆଦି ସଂସ୍କୃତିର ରକ୍ଷଣାବେକ୍ଷଣ, ସଂସ୍କୃତି ଓ ସଭ୍ୟତାର ଏହା ବାର୍ତ୍ତାବହ,
ପୂର୍ବପୁରୁଷମାନଙ୍କର ଆଦର୍ଶକୁ ଧରି ରଖିବା। ନେକ୍ସଟ, ଶିକ୍ଷାର ପ୍ରକୃତ ମାନ ଲେଖ। ଶିକ୍ଷା ହିଁ ବିକାଶ, ଶିକ୍ଷା ଏକ ତାଲିମ, ଶିକ୍ଷା ହିଁ ବୃଦ୍ଧି, ଶିକ୍ଷା ହିଁ ସାମୟିକରଣ। ଏହି ରୀତିରେ ଶିକ୍ଷା ହିଁ ଜୀବନ ଓ ଜୀବନ ହିଁ ଶିକ୍ଷା। ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା ଯାହା ଜନ୍ମରେ ଆରମ୍ଭ ହୋଇ ମଣିଷର ମୃତ୍ୟୁରେ ଶେଷ ହୋଇଥାଏ। ନେକ୍ସଟ, ଶିକ୍ଷାର ସାମୟିକ ଲକ୍ଷ୍ୟ ଗୁଡ଼ିକ ଲେଖ। ଜାତୀୟ ସଂସ୍କୃତି ବୃଦ୍ଧି, ଅର୍ଥନୈତିକ ପ୍ରଗତି, ପରିବେଶ ସୁରକ୍ଷା, ନେତୃତ୍ୱ ନିର୍ମିତ ପ୍ରଶିକ୍ଷଣ ଓ ସୁନାଗରିକତ୍ୱ ଶିକ୍ଷା, ବୃତ୍ତିଗତ ଶିକ୍ଷା ଇତ୍ୟାଦି।